ଏ ଭାଇମାନେ, ଯଦି କିଏ କୌଣସି ଅପରାଧରେ ଧରାପଡ଼େ, ଆତ୍ମିକ ଯେଉଁ ତୁମମାନେ ମୁଦ୍ର ଭାବେ ସେହି ପ୍ରକାର ଲୋକଙ୍କୁ ସଯୋଦନ କର। ପୁଣି କିଏ ଜାଣେ ନିଜେ ମଧ୍ୟ ପରୀକ୍ଷାରେ ପଡ଼ିପାର। ଏଥିପାଇଁ ଆପଣ ବିଷୟ ସାବଧାନ ଓ ପରସ୍ପର ଭାର ବହନ କର। ଏ ପ୍ରକାରରେ ତୁମେ ଖ୍ରୀଷ୍ଟଙ୍କ ବ୍ୟବସ୍ଥା ସଫଳ କରିବ। ଯଦି କୌଣସି ଲୋକ ଅସାର ହେଲେହିଁ ଆପଣଙ୍କୁ ବଡ଼ ବୋଲି ମନେ କରେ, ତେବେ ସେ ନିଜକୁ ପ୍ରବଞ୍ଚନା କରେ। କିନ୍ତୁ ପ୍ରତ୍ୟେକ ଜଣ ଆପଣ କର୍ମ ପରୀକ୍ଷା କରୁ। ତେବେ ସେ ଅନ୍ୟ ସହିତ ଆପଣଙ୍କ ତୁଳନା କରିବା ଦ୍ୱାରା ପାପ ନ କରି କେବଳ ନିଜଠାରୁ ଦର୍ପଣ କାରଣ ପାଇବ। କାରଣ ପ୍ରତ୍ୟେକ ଜଣ ଆପଣ ଭାର ବହନ କରିବ। କିନ୍ତୁ ଯେ ଈଶ୍ୱରଙ୍କ ବାକ୍ୟରେ ଶିକ୍ଷାପ୍ରାପ୍ତ ହୁଏ, ସେ ଶିକ୍ଷାଦାତାଙ୍କୁ ସମସ୍ତ ଉତ୍ତମ ବିଷୟ ସହଭାଗୀ କରାଉ। ଭ୍ରାନ୍ତ ନ ହୋଇ ଈଶ୍ୱର ବିଦ୍ରୂପର ପାତ୍ର ନୁହନ୍ତି। କାରଣ ମଣିଷ ଯାହା ବୁଣେ ତାହାହିଁ କାଟିବ। ଯେଣୁ ସେ ଆପଣଙ୍କ ଶରୀର ଉଦ୍ଦେଶ୍ୟରେ ବୁଣେ, ସେ ଶରୀର ଉତ୍ପନ୍ନ କ୍ଷୟ-କ୍ଷୀଣ ଶସ୍ୟ କାଟିବ। କିନ୍ତୁ ଯେ ଆତ୍ମାଙ୍କ ଉଦ୍ଦେଶ୍ୟରେ ବୁଣେ, ସେ ଆତ୍ମାଙ୍କଠାରୁ ଉତ୍ଥିତ ଅନନ୍ତ ଜୀବନ ରୂପୀ ଶସ୍ୟ କାଟିବ। ଆମେମାନେ ଉତ୍ତମ କର୍ମ କରିବାରେ ଶ୍ରାନ୍ତ ନ ହେଉ, କାରଣ କ୍ଳାନ୍ତ ନ ହେଲେ ଉପଯୁକ୍ତ ସମୟରେ ଶସ୍ୟ କାଟିବ। ଅତଏବ ସୁଯୋଗ ଅନୁସାରେ ସମସ୍ତଙ୍କୁ ବିଶେଷ ଏକ ପରିବାରଭୁକ୍ତ ବିଶ୍ୱାସୀ ସମସ୍ତଙ୍କ ମଙ୍ଗଳ କର। ଆମେନ୍।